ଜୟ ଜଗନ୍ନାଥ। ଆଜିର ପ୍ରଥମ ଅପଡେଟ୍ରେ ଓଡ଼ିଶା ଡ୍ରାଇଭର ମହାସଂଘ କୋରାପୁଟ ଜିଲ୍ଲାର 14ଗୋଟି ବ୍ଲକ କମିଟିକୁ ନେଇ ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେଇଛି ଏବଂ ଏହି ବୈଠକରେ ସମସ୍ତ ବ୍ଲକ ସହିତ କୋରାପୁଟ ଜିଲ୍ଲା କମିଟି ଏବଂ ରାଜ୍ୟ କମିଟିରୁ ଆମର ଚିତ୍ରସେନ ଭାଇ ମଧ୍ୟ ଉପସ୍ଥିତ ରହିଥିବାର ଯାହା ସୂଚନା ଅଛି। ଆଉ ଆଗାମୀ ସମୟରେ କୋରାପୁଟ ଜିଲ୍ଲା କେମିତି ସୁଦୃଢ଼ ହେବ ଏବଂ କିଛି ଯେଉଁ ସମସ୍ୟା ଥିଲା କୋରାପୁଟ ଜିଲ୍ଲାରେ ସମସ୍ୟାର ସମାଧାନ ଉଦ୍ଦେଶ୍ୟରେ ଏ ବୈଠକଟି କରାଯାଇଥିଲା। ସମସ୍ୟା ସମାଧାନ କରିବା ସହିତ ଆଗାମୀ ସମୟରେ କୋରାପୁଟ ଜିଲ୍ଲାର ଡ୍ରାଇଭର ମହାସଂଘ କେମିତି ସୁଦୃଢ଼ ହେଉଠିବ ଏବଂ ଡ୍ରାଇଭର ମହାସଂଘର ବିଧି ବ୍ୟବସ୍ଥା ଭିତରେ ଆଗକୁ ବଢ଼ିବ ତା ପାଇଁ ପ୍ରୟାସ କରାଯାଇଥିଲା। ଏବଂ ଏପଟେ କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ କେନ୍ଦ୍ରାପଡ଼ା ଜିଲ୍ଲା ସଦର ବ୍ଲକର ଗୋଟିଏ ପଞ୍ଚାୟତ ତରଫରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରାଯାଇଥିଲା, ଯେଉଁଥିରେ କେନ୍ଦ୍ରାପଡ଼ା ଜିଲ୍ଲା କମିଟି ଏବଂ ସମସ୍ତ ବ୍ଲକ କମିଟି ଉପସ୍ଥିତ ରହିଥିଲେ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ଯାହା କିଛି ସମସ୍ୟା ଥିଲା ସେ ବିଷୟରେ ଆଲୋଚନା କରି ଆଗାମୀ ସମୟରେ କେନ୍ଦ୍ରାପଡ଼ା ଜିଲ୍ଲାକୁ କେମିତି ମଜବୁତ କରି ଗଢ଼ି ତୋଳିବେ ତା ପାଇଁ ସମସ୍ତ ଭାଇମାନେ ଆଲୋଚନା କରିଥିଲେ। ଜିଲ୍ଲା ସଭାପତି ରଞ୍ଜନ କୁମାର ଦାସ ଏବଂ ଜିଲ୍ଲା ସମ୍ପାଦକ ରଞ୍ଜନ ମହାନ୍ତି ଭାଇ ସଭା ପରିଚାଳନା କରିଥିଲେ। ଏବଂ ଗତକାଲିର କିଛି ଦୁଃଖଦ ଖବର, ମାଲକାନଗିରିରୁ ଜଣେ ଭାଇ, ଅନୁଗୁଳ ଜିଲ୍ଲାରୁ ଜଣେ ଭାଇ ଏବଂ ନୟାଗଡ଼ ଜିଲ୍ଲାରୁ ଜଣେ ଭାଇଙ୍କ ଦେହାନ୍ତ ହୋଇଥିବା ଖବର ଆସିଛି। ମାଲକାନଗିରିରୁ ସୁରେନ୍ଦ୍ର ସଗଡ଼ିଆ ଭାଇ କାଳିମେଲା ବ୍ଲକର ହୋଇଥିବା ବେଳେ ରବିଚନ୍ଦ୍ର ସାହୁ ଭାଇ ପାଲହଡ଼ା ବ୍ଲକ ଅନୁଗୁଳ ଜିଲ୍ଲାର, ଗୋବିନ୍ଦ ଚନ୍ଦ୍ର ବାରିକ ଭାଇ ଭାପୁର ନୟାଗଡ଼ ଜିଲ୍ଲାର ବୋଲି ଜଣାପଡ଼ିଛି ଏବଂ ତିନି ଭାଇ ଆନୁଆଲ୍ ଆକ୍ଟିଭେସନ୍ ସହିତ ଜଡ଼ିତ ଥିଲେ ବା ଆନୁଆଲ୍ ଆକ୍ଟିଭେସନ୍ କରିଥିଲେ ମହାସଂଘର। ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ନୟାଗଡ଼ ଜିଲ୍ଲା ଭାପୁର ଗୋଳାପୋଖରୀ ଜିପିର ଗୋବିନ୍ଦ ଚନ୍ଦ୍ର ବାରିକ ଭାଇଙ୍କ ଶେଷକୃତ ସମ୍ପନ୍ନରେ ଭାପୁର ବ୍ଲକର ଅନେକ ଭାଇମାନେ ଯୋଗ ଦେଇଥିବାର ଭିଡ଼ିଓ ଆମକୁ ହସ୍ତଗତ ହେଇଛି। ପଡ଼ୋଶୀ ରାଜ୍ୟ ଛତିଶଗଡ଼ ବିଲେଇଗଡ଼ ସାରଙ୍ଗଗଡ଼ର ଜିଲ୍ଲା ଉପସଭାପତି ଭାଇ ଢେଙ୍କାନାଳ ଦେଇ ଗାଡ଼ି ନେଇ ଯାଉଥିବା ସମୟରେ କୌଣସି ଏକ ଗାଡ଼ି ସହିତ ତାଙ୍କ ଗାଡ଼ି ମାଡ଼ ହୋଇଥିଲା, ଯାହାଫଳରେ ସେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଏବଂ ଓଡ଼ିଶା ଡ୍ରାଇଭର ମହାସଂଘକୁ ସାହାଯ୍ୟ ସହଯୋଗ ଲୋଡ଼ିଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ଢେଙ୍କାନାଳର ଭାଇମାନଙ୍କର ସହଯୋଗରେ ଭାଇଙ୍କର ସମସ୍ୟାର ସମାଧାନ ହୋଇଥିଲା ଏବଂ ତାଙ୍କର ଥାନା ପୁଲିସ ଠାରୁ ନେଇକି ଗାଡ଼ି ଉଠିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟରେ ଢେଙ୍କାନାଳର ଭାଇମାନେ ସହଯୋଗ କରିଥିବା ସୂଚନା ମିଳିଛି। ଏବଂ ଏହାପରେ ଛତିଶଗଡ଼ ଡ୍ରାଇଭର ମହାସଂଘ ତରଫରୁ ମଧ୍ୟ ଢେଙ୍କାନାଳ ଜିଲ୍ଲା ଡ୍ରାଇଭର ମହାସଂଘକୁ ଧନ୍ୟବାଦ ଦେଇଥିବାର ସୂଚନା ରହିଛି। କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକର ଜଣେ ଭାଇ ଗାଡ଼ି ନେଇ ରାଉରକେଲା ଯାଇକି ଫେରୁଥିବା ସମୟରେ ଲାଠିକଟା ଛକ ପାଖରେ ଭାଇଙ୍କ ଗାଡ଼ିଟି ଖରାପ ହେଇଛି ଏବଂ ଭାଇ ସାହାଯ୍ୟ ସହଯୋଗ ଲୋଡ଼ିଥିଲେ ଓଡ଼ିଶା ଡ୍ରାଇଭର ମହାସଂଘର। ପରବର୍ତ୍ତୀ ମୁହୂର୍ତ୍ତରେ ଲାଠିକଟାର ଭାଇମାନେ ପହଞ୍ଚିଥିଲେ। ଭାଇଙ୍କର ଖାଦ୍ୟ ପାନୀୟ ଠାରୁ ସମସ୍ତ ବ୍ୟବସ୍ଥା ତ କରିଦେଇଥିଲେ, କିନ୍ତୁ ଯେହେତୁ ରାତି ହେଇଯାଇଥିଲା ତେଣୁ ଗାଡ଼ିଟି ଠିକ୍ ହେଇପାରିନଥିବାର ସୂଚନା ରହିଛି। କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଡ୍ରାଇଭର ମହାସଂଘ ତରଫରୁ ସ୍ଥାନୀୟ ଆଇଆଇସି ଏବଂ ସ୍ଥାନୀୟ ଏସ୍ଡିପିଓଙ୍କୁ ନୂତନ ବର୍ଷର ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହିତ ସମ୍ବର୍ଦ୍ଧନା କରାଯାଇଥିବା ସୂଚନା ରହିଛି। ଶେଷରେ ସମସ୍ତ ଡ୍ରାଇଭର ଭାଇମାନଙ୍କୁ ଅନୁରୋଧ, ବର୍ଦ୍ଦି ପରିଧାନ କରି ସମସ୍ତେ ଗାଡ଼ି ଚଲାନ୍ତୁ।